ପୁରୀ ସମୁଦ୍ର କୂଳରେ ଲଜ୍ଜାଜନକ ଘଟଣା। ଦୁର୍ବୃତ୍ତ ଟପିଗଲା ତାର ସବୁ ସୀମା ଆଉ ଘଟେଇ ଦେଲା ବଡ଼ ଅଘଟଣ। ରାଜୁବାବୁ ତାଙ୍କ ସ୍ତ୍ରୀ ଆଉ 4 ବର୍ଷର କୁନି ଝିଅକୁ ନେଇ ପୁରୀ ବୁଲିବାକୁ ଆସିଥିଲେ, କିନ୍ତୁ ସମୁଦ୍ର କୂଳରେ ତାଙ୍କ ସହ ଏତେ ବଡ଼ ଗୋଟେ ଦୁର୍ଘଟଣାଟିଏ ଘଟିଯିବ ବୋଲି ସେ କେବେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ। ଘଟଣାଟିକୁ ଆରମ୍ଭ କରିବା ପୂର୍ବରୁ ଯଦି ଆପଣମାନେ ଜଗତର ନାଥ କାଳିଆ ସାଆନ୍ତଙ୍କୁ ଭକ୍ତି କରନ୍ତି ତାହେଲେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ। ରାଜୁବାବୁ ଚାଷ କାମ କରି ତାଙ୍କ ପରିବାରକୁ ବହୁତ କଷ୍ଟରେ ଚଳାନ୍ତି। ଗୋଟେ ଦିନ ରାଜୁବାବୁ ତାଙ୍କ ସ୍ତ୍ରୀ ଆଉ କୁନି ଝିଅକୁ ନେଇ ପୁରୀ ବୁଲିବାକୁ ଆସିଥିଲେ। ଆଗେ ସେ ମହାପ୍ରଭୁଙ୍କୁ ଭଲରେ ଭଲରେ ଦର୍ଶନ କରିସାରି ତାପରେ ସମସ୍ତେ ମିଶି ଚାଲି ଯାଇଥିଲେ ସମୁଦ୍ର କୂଳକୁ। ସମୁଦ୍ର କୂଳରେ ବୁଲୁ ବୁଲୁ ତାଙ୍କ 4 ବର୍ଷର ଝିଅର ନଜର ପଡ଼ିଗଲା ଓଟ ଉପରେ। ଓଟ ଉପରେ ଛୋଟ ଛୁଆ ବସିଥିବାର ଦେଖି ତାଙ୍କ ଝିଅ ବି ଜିଦ୍ କରି ବସିଲା ଓଟ ପିଠିରେ ବସିବ। ରାଜୁବାବୁ ଓଟବାଲାକୁ ଯାଇ ରେଟ୍ କଥା ପଚାରିଲେ। ଓଟବାଲା କହିଲା, ଥରେ ଓଟରେ ବସିଲେ 200 ଟଙ୍କା ଲାଗିବ। ରାଜୁବାବୁଙ୍କ ପାଖରେ ବେଶୀ ପଇସା ନଥିଲା। ସେ କୁନି ଝିଅକୁ ବହୁତ ବୁଝେଇବାକୁ ଚେଷ୍ଟା କଲେ, କିନ୍ତୁ କୁନି ଝିଅ କାନ୍ଦି କାନ୍ଦି ଗଡ଼ି ଯାଉଥାଏ। ତାର କିନ୍ତୁ ଗୋଟିଏ ଜିଦି, ଓଟ ପିଠିରେ ବସିବି। ରାଜୁବାବୁ ବିରକ୍ତ ହୋଇଯାଇ ଝିଅର ଗାଲକୁ ଗୋଟେ ଚଟକଣାଟେ ମାରିଦେଲେ। ଝିଅ ଜୋରରେ କାନ୍ଦିବାକୁ ଲାଗିଲା। ଆଉ ବାପା ମା ଯେତେବେଳେ ଅନ୍ୟମନସ୍କ ଥିଲେ, ଝିଅ ରୁଷିକି ବାପାଙ୍କ ଠାରୁ ଦୂରକୁ ଚାଲିଗଲା। ତାପରେ କିଛି ସମୟ ଗଲା ପରେ ବାପା ମା ଯେତେବେଳେ ଦେଖନ୍ତି ତ ଝିଅ ଆଉ ପାଖରେ ନାହିଁ। ଝିଅକୁ ପାଖରେ ନ ପାଇ ବାପା ମା ବହୁତ ବ୍ୟସ୍ତ ହୋଇପଡ଼ିଲେ। ଚାରିଆଡ଼େ ବହୁତ ଖୋଜାଖୋଜି କଲେ, ହେଲେ ଝିଅକୁ କେଉଁଠି ପାଇଲେନି। ତାପରେ ସେ ନିରୁପାୟ ହୋଇ ସମୁଦ୍ର କୂଳରେ ପୋଲିସ ଷ୍ଟେସନରେ ଖବର ଦେଲେ। ଦିନ ଯାଇ ସନ୍ଧ୍ୟା ହେଲାଣି। ଝିଅ କେଉଁଠି ରୁଷିକି ବସିଛି। ବାପା ମା ଭାରି ବ୍ୟସ୍ତ ହୋଇପଡ଼ିଲେଣି। ଶେଷରେ ନିରୁପାୟ ହୋଇ ରାଜୁବାବୁ ସମୁଦ୍ର କୂଳରେ ଆଣ୍ଠୁମାଡ଼ି ତଳେ ବସି ପଡ଼ିଲେ। ଆଉ ହାତରେ ଆଞ୍ଜୁଳେ ବାଲି ଟେକି ଦେଇ ସେଇ କାଳିଆ ସାଆନ୍ତକୁ କହନ୍ତି, ହେ କାଳିଆ ସାଆନ୍ତ, ମୋର ଝିଅକୁ ମୋତେ ଫେରେଇ ଦିଏରେ କାଳିଆ। ମୋ ଝିଅକୁ ମୁଁ ଗୋଟେ ମୁହୂର୍ତ୍ତ ଛାଡ଼ି ବି ରହିପାରିବିନି ରେ ଜଗା। ଆମ ଝିଅକୁ ତୁ ରକ୍ଷା କରରେ ଜଗା। ଆମ 2 ଜଣଙ୍କର ତୁ ଏତେ ବଡ଼ ଗୋଟେ ପରୀକ୍ଷା ନେନି ରେ କାଳିଆ। ଆମେ ବଞ୍ଚି ପାରିବୁନୁ ରେ। ସବୁବେଳେ ତୁ ଆମକୁ ସାହାଯ୍ୟ କରି ଆସିଛୁ ରେ ଜଗା। କେବଳ ତୋତେ ଟିକେ ଦେଖିବୁ ବୋଲି 3 ଜଣ ଯାକ କେତେ ଖୁସି ମନରେ ପୁରୀ ଆସିଥିଲୁ। ଦୟାକରରେ ଜଗା, ଆମ ଝିଅକୁ ଭଲରେ ଭଲରେ ଆମ ପାଖକୁ ଫେରେଇ ଆଣରେ ଜଗା। ଠିକ୍ ସେହି ସମୟରେ ଆକାଶରୁ ଗୋଟେ ବଡ଼ କଳାହାଣ୍ଡିଆ ମେଘ ଘୋଟେଇ ଆସିଲା। ଆଉ ସମୁଦ୍ର କୂଳରୁ ସବୁ ଲୋକମାନେ ଦୌଡ଼ା ଦୌଡ଼ି ହୋଇ ଯିବାକୁ ଲାଗିଲେ, କିନ୍ତୁ ରାଜୁବାବୁ ଆଉ ତାଙ୍କ ସ୍ତ୍ରୀ ସେ ବା କେମିତି ଚାଲିଯିବେ ଝିଅକୁ ସାଙ୍ଗରେ ନ ନେଇ। ଠିକ୍ ସେହି ସମୟରେ ସ୍ୱୟଂ ପ୍ରଭୁ ଜଗନ୍ନାଥ ବୋଧେ ଗୋଟେ ଦୁଃଖିନୀ ବାପର ଦୁଃଖ ଶୁଣିପାରିଲେ। ଆଗକୁ ଦେଖନ୍ତି ତ ଗୋଟେ ଓଟ ପିଠିରେ ତାଙ୍କ କୁନି ଝିଅ ବସି ଆସୁଛି। ବାପା ମାଙ୍କ ଠାରୁ ଦୂରେଇ ଯାଇକି ବି
ଝିଅ ମୁହଁରେ ଟିକେ ହେଲେ ଲୁହ ନାହିଁ। ଓଟଟି ଧୀରେ ଧୀରେ ହୋଇ ଆସୁଥାଏ। ରାଜୁବାବୁ ଆଉ ତାଙ୍କ ସ୍ତ୍ରୀ ଏମିତି ବିଚିତ୍ର ଦୃଶ୍ୟକୁ ଦେଖି ସେମାନେ ନିଜ ଆଖିକୁ ବିଶ୍ୱାସ ନ କରିପାରି ସ୍ତବ୍ଧ ହୋଇ ଛିଡ଼ା ହୋଇଥାନ୍ତି। ଓଟଟି ଧୀରେ ଧୀରେ ତାଙ୍କ ପାଖକୁ ଆସିଲା ଆଉ ଧୀରେକିନେ ତାଙ୍କ ଆଗରେ ଶୋଇ ପଡ଼ିଲା। ଆଉ କୁନି ଝିଅ ଓଟ ପିଠରୁ ଓହ୍ଲେଇ ଯାଇ ବାପାଙ୍କୁ ଜାବୁଡ଼ି ଧରିଲା। ବାପା ଏସବୁ ଦୃଶ୍ୟକୁ ଦେଖି ନିଜ ଆଖିକୁ ବିଶ୍ୱାସ ମଧ୍ୟ କରିପାରୁନଥାନ୍ତି। ତାପରେ ଓଟଟି ଜୋରେ ଦୌଡ଼ି ଯାଇ କଳା ଅନ୍ଧାର ଭିତରେ କୁଆଡ଼େ ହଜିଗଲା। ରାଜୁବାବୁ ଆଉ ତାଙ୍କ ସ୍ତ୍ରୀ ସେଇଠି ସବୁ ବୁଝିପାରନ୍ତି। ଆଉ ମନେ ମନେ ସ୍ୱାମୀ ସ୍ତ୍ରୀ ଦୁହେଁ ହାତ ଯୋଡ଼ି କହନ୍ତି, ତୁ ସତରେ ଅଛୁରେ କାଳିଆ ଠାକୁର। ତୋର ଲୀଳା କେବଳ ତୋତେ ହିଁ ଜଣା। ତୁ କେତେବେଳେ ତୋ ଭକ୍ତର କି ପରୀକ୍ଷା ନଉ ସେ କଥା କେବଳ ତୁ ହିଁ ଜାଣିଛୁ ରେ ଜଗା।